एक अकेला चना भार नहीं फोड़ सकता। आप तो अकेले क्या क्या इतने दिन सांसें चलेंगी उतने दिन मुल्ला के ऊपर भारी है। कोई मंदिर अवैध नहीं है, सारी मस्जिदें ही अवैध हैं। जिन जिन मूर्तियों में प्राण प्रतिष्ठा हो गई उन्हें यदि कोई हटाने का काम करेगा तो पहले हमारे ऊपर बुलडोजर चलेगा, फिर मूर्ति के ऊपर चलेगा। देश की 2500 मस्जिदों के कागज दे रहा हूं मैं आपके पास, ये अवैध है तो सारी गिरवाएं दे रहा हूं मैं। गिरेंगी? लोगों की प्राइवेसी भंग कर देगा क्या? उस गुंबद में चढ़ जाएगा, चारों तरफ देखता रहेगा, किसे वॉच कर रहा है? क्या मनसा है? आप कैलेंडर में टिक कर दो 30 दिन के अंदर एक मस्जिद ना गिरवा दूं मैं, मेरा नाम प्रीत नहीं। मंदिर और मस्जिद ही अवैध है, चर्च अवैध नहीं है पूरे देश में कहीं भी। चर्च भी अवैध है। ये 72 हूरों वाला कॉन्सेप्ट इनके पास आया कहां से? 72 हूर इतनी अच्छी हैं और जन्नत इतनी अच्छी है, एक बार में मर जाओ सारे। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଜଣେ ବାବା ଅଛି। ମୁଁ ତ ୟାକୁ ବାବା ବୋଲି କହିବି ନାହିଁ, ବରଂ ମୁଁ ୟାକୁ ପାଖଣ୍ଡୀ ବୋଲି କହିବି, ମୂର୍ଖ ପାଖଣ୍ଡୀ ବାବା ବୋଲି କହିବି। ଆଉ ଥରେ ତା'ର ଇଣ୍ଟରଭ୍ୟୁ ନିଆଗଲା। ଇଣ୍ଟରଭ୍ୟୁ ମାଧ୍ୟମରେ ମନ୍ଦିର ଭାଙ୍ଗିବା ବିଷୟ ପ୍ରଶ୍ନ କରାଗଲା। ଆଉ ସେହି ସମୟରେ ସେ ବାବା ଜଣ କହୁଛି ଯେ ଯେଉଁ ଜାଗାରେ ମାନେ ଇଲିଗାଲ ଭାବରେ ସବୁ ତିଆରି କରାଯାଇଛି ଚର୍ଚ୍ଚ ଏବଂ ମସଜିଦ୍, ଚର୍ଚ୍ଚକୁ ଭଙ୍ଗାଯାଉ, ମସଜିଦକୁ ଭଙ୍ଗାଯାଉ। ସେ ସମୟ ରିପୋର୍ଟର ଜଣଙ୍କ ଚାଲାକ ସହ ପଚାରୁଛନ୍ତି କେବଳ ମନ୍ଦିର ଏବଂ ମସଜିଦ୍ କାହିଁକି, କେବଳ ଚର୍ଚ୍ଚ ଏବଂ ମସଜିଦ୍ କାହିଁକି? ଯେଉଁ ମନ୍ଦିର ଗୁଡ଼ିକ ଇଲିଗାଲ ଭାବରେ ଇଲିଗାଲ ଜାଗାରେ ଯେଉଁଟା ତିଆରି ହେଇଛି ମନ୍ଦିର, ଆଉ ତାକୁ ମଧ୍ୟ ଆମେ ଭାଙ୍ଗିବାନି କି? ଆଉ ଯଦି ଚର୍ଚ୍ଚ ଭଙ୍ଗା ହେବ ତେବେ ମନ୍ଦିର ସହିତ କ'ଣ ହେବ? ଆଉ ସେହି ସମୟରେ ବାବା ଜଣ କହୁଛି ଯେ ମନ୍ଦିର କେହି ଭାଙ୍ଗି ପାରିବେ ନାହିଁ। ଆଉ ଯଦି ମନ୍ଦିର ଭଙ୍ଗାଯାଉଛି ପ୍ରଥମେ ଆମ ଉପରେ ବୁଲଡୋଜର ଚଢ଼ାଯାଉ। ତେବେ ଦେଖନ୍ତୁ ଏଇଭଳି ବାବାମାନଙ୍କର ମେଣ୍ଟାଲିଟି ଟିକେ ଦେଖନ୍ତୁ। ମାନେ ଚର୍ଚ୍ଚ ଭାଙ୍ଗିଲେ ନୋ ପ୍ରୋବ୍ଲେମ୍, ଚର୍ଚ୍ଚକୁ ଭଙ୍ଗାଯାଉ, ମସଜିଦକୁ ଭଙ୍ଗାଯାଉ, କିନ୍ତୁ ମନ୍ଦିରକୁ ଭଙ୍ଗା ନ ଯାଉ। ସେ ବେଆଇନ ଭାବରେ ଯେକୌଣସି ଜାଗାରେ ଥାଉ ନା କାହିଁକି ମନ୍ଦିର କିନ୍ତୁ ଭଙ୍ଗା ନ ଯାଉ। ଏଥିରେ ଆପଣ କ'ଣ ବୁଝୁଛନ୍ତି? ଏଥିରେ ଗୋଟିଏ ବିଷୟ ଜଣାପଡ଼ୁଛି, ଏଇ ବାବା ଜଣକ କେବଳ ନିଜ ଧର୍ମକୁ ଉପରେ ରଖିବା, କେବଳ ନିଜ ଧର୍ମକୁ ସମ୍ମାନ ଦେବା ବା ନିଜ ଧର୍ମକୁ ମହାନ ବୋଲି ଭାବିବା, ଏଇଭଳି ମୂର୍ଖତା ଇଏ ପ୍ରଚାର କରୁଛନ୍ତି ଆଉ ସେ ଭାବୁଛନ୍ତି ମଧ୍ୟ। ଆଉ କିନ୍ତୁ ଯଦି ଆମେ ତାଙ୍କ ଅସଲ ଯଦି ତାଙ୍କର ମୋଟିଭକୁ ଆମେ ଜାଣିବାକୁ ଚାହିଁବା, ଆପଣ ଯଦି ଜାଣିବାକୁ ଚାହିଁବେ ତେବେ ଏଇ ବାବା ଜଣକ ସମ୍ପୂର୍ଣ୍ଣ ହେଉଛନ୍ତି ଖ୍ରୀଷ୍ଟ ବିରୋଧୀ, ପୁରା ସମ୍ପୂର୍ଣ୍ଣ ଭାବରେ। ଆଉ ସିଏ ଚାହାନ୍ତି ନାହିଁ ଯେ କୌଣସି ଜାଗାରେ ଚର୍ଚ୍ଚ ତିଆରି ହେଉ ବା ମସଜିଦ୍ ତିଆରି ହେଉ। ସେ ଚାହୁଁଛନ୍ତି ସବୁବେଳେ ମାନେ ପ୍ରତ୍ୟେକ ଜାଗାରେ ମନ୍ଦିର ସ୍ଥାପନ ହେବା ଦରକାର। ହଁ ପ୍ରିୟ ବନ୍ଧୁଗଣ, ମନ୍ଦିରକୁ ସେ ବେଶୀ ଗୁରୁତ୍ୱ ଦେଉଛନ୍ତି। ଆଉ ଅନ୍ୟ ଯେଉଁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଆଉ ସେଗୁଡ଼ିକ ବେଆଇନ ହେଲେ ଭଙ୍ଗ କରାଯାଉ, କିନ୍ତୁ ମନ୍ଦିର ଯଦି ବେଆଇନ ଭାବରେ ତିଆରି ହେଇଛି ତାକୁ ଭଙ୍ଗା ନ ଯାଉ, ତାହା ସେମିତି ରହିବା ଦରକାର। ଏହାର ମୁଖ୍ୟ କାରଣ ହେଉଛି ଆମମାନଙ୍କର ବିଜେପି ସରକାର। ହଁ ପ୍ରିୟ ବନ୍ଧୁଗଣ, ବିଜେପି ସରକାର ଏମିତି ଏକ ସରକାର ଆଉ ଯେଉଁଠିକି ଅନେକ ଖ୍ରୀଷ୍ଟ ବିରୋଧୀମାନେ ବି ଅଛନ୍ତି। ଆଉ ସେଇ ଖ୍ରୀଷ୍ଟ ବିରୋଧୀମାନେ ସେମାନେ ଚାହିଁବେ ନାହିଁ ଯେ ଗୋଟେ ଜାଗାରେ ଚର୍ଚ୍ଚ ତିଆରି ହେଉ କିମ୍ବା ଗୋଟେ ଜାଗାରେ ମସଜିଦ୍ ତିଆରି ହେଉ, ବିଶେଷ କରି ଚର୍ଚ୍ଚ। କାରଣ ଧର୍ମ ପରିବର୍ତ୍ତନର ଦୋଷ ବେଶୀ ଖ୍ରୀଷ୍ଟିଆନ ଉପରେ ଲଦି ଦିଆଯାଏ, ଯେଉଁମାନେ ଧର୍ମ ପରିବର୍ତ୍ତନ କରୁଅଛନ୍ତି ବୋଲି। ତେବେ ଆପଣ କ'ଣ କହିବେ? ଏଇଭଳି ବାବାମାନଙ୍କୁ ଆପଣ କ'ଣ ଜବାବ ଦେବେ? ନିଶ୍ଚିନ୍ତ ଭାବରେ ଯଦି ମୁଁ ହେଇଥାନ୍ତି ତାଙ୍କ ସାମ୍ନାରେ ହୁଏତ ଜବାବ ଦେଇଥାନ୍ତି ଯେ ନିୟମ ସମସ୍ତଙ୍କ ପାଇଁ ସମାନ କରାଯାଉ। ମାନେ ଜଣକୁ ଧରିବା, ଜଣକୁ ଛାଡ଼ିବା, ଆଉ ଜଣଙ୍କ ପ୍ରତି ନ୍ୟାୟ କରିବା, ଜଣଙ୍କ ପ୍ରତି ଅନ୍ୟାୟ କରିବା, ଏଇଟା ତ ଭାରତ ସମ୍ବିଧାନରେ କେବେ ବି ହେଇପାରିବ ନାହିଁ।
ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରିୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର। ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରନ୍ତୁ ଏବଂ ଏହି ଭିଡ଼ିଓକୁ ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ ଏହି ଚ୍ୟାନେଲକୁ ଆସିଛନ୍ତି, ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ, ବିଶେଷ କରିକି କାରଣ ଆଗାମୀ ଦିନମାନଙ୍କରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରିଲେଟେଡ଼୍ ଅନେକ ଆଗ୍ରହଜନକ ନ୍ୟୁଜ୍ ଆପଣଙ୍କୁ ଏହି ଚ୍ୟାନେଲରେ ମିଳିବ। ଆଉ ତା ସହିତ ଅନ୍ୟାନ୍ୟ ବିଷୟ ମଧ୍ୟ ରହିଅଛି, ଯେପରି ବାଇବଲ ଅଧ୍ୟୟନ ହେଉ, ବାଇବଲ ଧ୍ୟାନ ହେଉ, ଆଉ ବାଇବେଲ ସମ୍ପର୍କିତ ଐତିହାସିକ ଜାଗାଗୁଡ଼ିକ, ଏ ସମସ୍ତ ବିଷୟ ଆପଣ ଦେଖିପାରିବେ ଏହି ଚ୍ୟାନେଲ ମାଧ୍ୟମରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପୁଣି ଥରେ ଦେଖା ହେବ ଆମର ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।